ଯେମିତି କଥାରେ ଥାଏ କି ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଯେମିତି ସଂସାରରେ ଲାଗି ରହିଥାଏ। ତ ସେମିତି ପ୍ରତ୍ୟେକ ମଣିଷଙ୍କ ଜୀବନରେ ସୁଖ ଦୁଃଖ ତ ଲାଗି ରହିଥାଏ। ତେଣୁ ଆମମାନଙ୍କ ଯେହେତୁ ଆମେ ଗୋଟେ କ୍ୟାନ୍ସର ପେସେଣ୍ଟ, ଆଉ ମୁଁ ବି ସ୍ପେଶାଲ କରି ମୁଁ ମୋ ନିଜ କଥା କହୁଛି, ମୁଁ ଗୋଟେ ବ୍ଲଡ କ୍ୟାନ୍ସର ଯେହେତୁ ପେସେଣ୍ଟ, ତେଣୁ ଆମମାନଙ୍କ ଲାଇଫରେ କେତେବେଳେ କ'ଣ ହବ ବର୍ତ୍ତମାନ ତ ମାନେ ସୁଖ ବୋଲି କିଛି ନାହିଁ କହିବାକୁ ଗଲେ। ଯଦି ଅଳ୍ପ କ୍ଷଣକ ମୁହୂର୍ତ୍ତ ଆମେ ଗୋଟେ କୌଣସି ଗୋଟେ କାମ କରୁଛୁ, ସେଇଥିରେ ଯଦି ଆମକୁ ଖୁସି ମିଳିଯାଉଛୁ ବା ଆମେ ସେଇଥିରୁ ଗୋଟେ ଦୁଃଖ ଜିନିଷ ଭିତରୁ ବି ଆମେ ଖୁସି ବାହାର କରିକି ବଞ୍ଚିବାକୁ ଚେଷ୍ଟା କରୁଛୁ। ତେଣୁ ଆଜିକା ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣେଇବି କି ଆମ ମେଡିକାଲରେ କ'ଣ ହେଲା ନାହିଁ। ଯେଉଁ ମୁଁ ଆସିଥିଲି ମୋ ଚେକଅପ୍ରେ ବ୍ଲଡ ଟେଷ୍ଟ ତ କରିଥିଲି, ଆପଣମାନଙ୍କୁ କହିବି ସେ କଥାଟା। ତେଣୁ ଆଜିକା ଭିଡ଼ିଓରେ ଆପଣମାନଙ୍କୁ ସେଇ ବିଷୟରେ ଜଣେଇବି କି ମେଡିକାଲରେ କ'ଣ କ'ଣ ହେଇଥିଲା, ମେଡିକାଲ ଆସିଲା ପରେ ମୋର କ'ଣ ଅବସ୍ଥା ହେଇଥିଲା। ତ ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନେ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଉ ମୋର ୟୁଟ୍ୟୁବ୍ ଚ୍ୟାନେଲ ଯେଉଁମାନେ ନୂଆ କରି ଦେଖୁଛନ୍ତି ସେମାନେ ମୋ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ଆଉ ମୋର ଫେସବୁକ୍ ବି ଗୋଟେ ଚ୍ୟାନେଲ ଅଛି, ଫେସବୁକ୍ ପେଜ୍, ଯେଉଁଟାକି କ୍ୟାନ୍ସର ଫାଇଟର କେଶବ। ଯେଉଁମାନଙ୍କ ଫେସବୁକ୍ ପେଜ୍ ଅଛି ବା ଫେସବୁକ୍ ଚ୍ୟାନେଲ ଅଛି, ଆଇଡି ଅଛି, ସେମାନେ ଯାଇକି ମୋତେ ଫଲୋ କରନ୍ତୁ, କାହିଁକି ସେଇଥିରେ ବି ମୁଁ ଅପଡେଟ୍ସ ଦେଉଛି, ମୋର ହେଲ୍ଥ ଅପଡେଟ୍ସ। ଆଉ ମୋ ଇନଷ୍ଟାଗ୍ରାମ ଆଇଡି କେଶବ ରାଉତରେ ଅଛି, ସେମ୍ ମାନେ ଯେମିତି ୟୁଟ୍ୟୁବରେ ଯେଉଁ ନାଁରେ ଅଛି, ମୋର ଇନଷ୍ଟାଗ୍ରାମରେ ସେଇଥିରେ ଅଛି। ତେଣୁ ଆପଣମାନେ ଯାଇକି ନିଶ୍ଚୟ ଫଲୋ କରିପାରିବେ। ତ ଆପଣମାନଙ୍କୁ ମୁଁ ଯେମିତି କହିଲି ମୋ ପୂର୍ବ ଭିଡ଼ିଓରେ କି ମୋର ଇଞ୍ଜେକ୍ସନ୍ ହେଇଥିଲା, ଆଉ ତା ସହିତ ମୋର ବ୍ଲଡ଼ ଟେଷ୍ଟ ଥିଲା। ବ୍ଲଡ଼ ଟେଷ୍ଟ ରିପୋର୍ଟ ସବୁ ଭଲ ଥିଲା। ବ୍ଲଡ଼ ଟେଷ୍ଟ କରିସାରିଲା ପରେ ଡକ୍ଟର ମୋର ଯେମିତିକି ଚେକଅପ୍ ଚାଲେ, ଡକ୍ଟର ସହିତ କଥାବାର୍ତ୍ତା ହେଲି, ଡକ୍ଟରଙ୍କ ସହିତ ବୁଝିଲି। ଡକ୍ଟର ମେଡ଼ିସିନ୍ସ ମୋର ଯେଉଁ ସବୁ ମେଡ଼ିସିନ୍ ଖାଉଥିଲି ସେ ମେଡ଼ିସିନ୍କୁ ରିଡ୍ୟୁସ୍ କଲେ। ରିଡ୍ୟୁସ୍ ମିନ୍ସ ତା ଡୋଜ୍ କମେଇଲେ, ଯେମିତିକି ଧୀରେ ଧୀରେ ମେଡ଼ିସିନ୍ର ଡୋଜ୍ କମି କମି ଚାଲିଛି। ତ ଡକ୍ଟର ସେମିତି କଥା ହେଲେ, ଆଉ କ'ଣ କ'ଣ ଟ୍ରିଟମେଣ୍ଟ ହେଲା, ମୋ ରେଡ଼ିଏସନ୍ ଦେଖିଲେ। ଆଉ ରେଡ଼ିଏସନ୍ ମୋ ମୁଣ୍ଡଟା ଦେଖିଲେ ଯେମିତି ଜଳି ଯାଇଛି। ମୁଁ ଡକ୍ଟରଙ୍କୁ କହିଲି କି ଯେମିତି ସାର୍ ମୋ ମୁଣ୍ଡଟା ପୁରା ଜଳି ଯାଇଛି, ଆଉ ଆପଣମାନେ ନିଜେ ଦେଖନ୍ତୁ ଏଇ ଜାଗାରେ କେତେ କଳା ଦେଖାଯାଉଛି, ଆଉ ଏପଟ ସାଇଡ଼୍ରେ ଏଇସବୁ ଜାଗାରେ କଟି ଯାଇଛି, ଆଉ ପୁରା ଚମଡ଼ା ଉଠୁଛି, ଏବେ ବି କୁଣ୍ଡେଇ ହେଉଛି ବହୁତ। ଚୁଟି କେବେ ଆସିବ ସେଇଟା ଜଣା ନାହିଁ, କିନ୍ତୁ ଚୁଟି ଆସିବ ଡକ୍ଟର ସେତିକି ଆଶ୍योर କରି କହିଲେ। ତ ଯେଉଁଟାକି ଖୁସି ଲାଗିଲା କି ନା ଚୁଟି ଟିକେ ଲେଟ୍ ହେଉଛି, କାହିଁକିନା କ୍ୟାନ୍ସର ପେସେଣ୍ଟ ମାନଙ୍କର ଗୋଟେ ସବୁଠାରୁ ବଡ଼ ସମସ୍ୟା ହେଉଛି ଚୁଟି ଚାଲିଯିବା। ଗୋଟେ କେମୋ ପିରିୟଡ଼ ହଉ କି ରେଡ଼ିଏସନ୍ ପିରିୟଡ଼ ହଉ, ଏଇସବୁ ଜିନିଷ କ୍ଷେତ୍ରରେ ଚୁଟି ପଳେଇ ଗଲେ ବହୁତ ଦୁଃଖ ଲାଗେ, ବହୁତ କଷ୍ଟ ଲାଗେ ସେଇସବୁ ଜିନିଷ। ତ ମୋତେ ବି କଷ୍ଟ ଦେଇଛି। ଏ ଚୁଟି ପୁଣି କେବେ ଆସିବ, 6 ମାସ ହଉ କି ବର୍ଷ ହଉ, ଯେଉଁ ସେତିକି ଦିନକୁ ଅପେକ୍ଷା କରିକି ସେଇ ଜିନିଷଟାକୁ ମାନେ ବହୁତ କଷ୍ଟଦାୟକ। ଯେହେତୁ ଆମେ ଆଗରୁ ବି ନଣ୍ଡା ହେଇଛୁ, ତେଣୁ ସେଇ ଜିନିଷକୁ ଆମେ ମନକୁ ବୁଝେଇକି ଆଗକୁ ବଢ଼ିବୁ। ଯେମିତିକି ମୁଁ ଇଞ୍ଜେକ୍ସନ୍ ନେଇକି ଆସିଛି, ଆପଣମାନେ ଭିଡ଼ିଓ ଦେଖୁଛନ୍ତି କି ମୁଁ ଇଞ୍ଜେକ୍ସନ୍ ନେଇକି ଆସିଲି। ଗୋଟେ ଯେଉଁ ମେଥୋଟ୍ରେକ୍ସେଟ୍ର ଯେଉଁ ଇଞ୍ଜେକ୍ସନ୍ଟା, ସେଟା ଗୋଟେ ଛୋଟ ଲୋ ଡୋଜ୍ର କେମୋ କହିଲେ ଚଳେ, ଯେଉଁଟାକି ସ୍ପାଇନାଲ୍ କର୍ଡ଼ରେ ଦିଆହେଇଥିଲା। ଯେମିତିକି ମୁଁ ସବୁଥର ତ ସ୍ପାଇନାଲ୍ କର୍ଡ଼ ଇଞ୍ଜେକ୍ସନ୍ ନିଏ, ଆପଣମାନଙ୍କୁ ଜଣେଇ ସେ ବିଷୟରେ। ଆଉ ଏଇଥର ବି ନେଇଛି। ନେଇସାରିଲା ପରେ ଆସିଲା ପରେ ତାପରେ ଯେଉଁ 3 ଦିନ ମୋତେ ୱିକ୍ ଲାଗିବା କଥା, ଯେମିତି ଭଲ ଲାଗିବନି, ଗୋଟେ ଇନ୍ଆକ୍ଟିଭ୍ ଭଳିଆ ଲାଗିବ ସେଇ ଜିନିଷଟା। କିନ୍ତୁ ଏଇଥର ଟିକେ ଅଧିକା ହେଇଯାଇଛି, କାହିଁକିନା ଏଇଥର କିଛି ଗୋଟେ ଏମିତି ଘଟିଗଲା ଯେଉଁଟାକି ମୁଁ ଆଜି ଯାଏଁ କେବେ ହେଇନଥିଲା। ସବୁଥର ଭଳି ଏଇଥର ବି ମୁଁ ଇଞ୍ଜେକ୍ସନ୍ ନେଇଛି। ଇଞ୍ଜେକ୍ସନ୍ ନେଇସାରିଲା ପରେ ମୁଁ ଆସିକି ରୁମ୍ରେ ପହଞ୍ଚିଲା ପରେ ଖାଇବାକୁ ତ ଇଚ୍ଛା ହେଲାନି, ଯେହେତୁ ମେଡ଼ିକାଲରେ ଯେତିକି ସବୁ ପ୍ରୋସେସ୍ ବହୁତ ଲେଟ୍ ହେଲା। ଯେହେତୁ ଆଣ୍ଟି ବି ଯାଇଥିଲେ, ଆଣ୍ଟିଙ୍କର ବି ଯେଉଁ ଆମ ରେଜିଷ୍ଟ୍ରେସନ୍ କରିବା, ତାଙ୍କର ବୁକ୍ କରିବା, ଏପଟ ସେପଟ ହେବା, ତା ଭିତରେ ବି ବହୁତ ଟାଇମ୍ ଲାଗିଲା। ଆଉ ମୋର ବି ଡକ୍ଟର ବି ବିଜେପି ଡକ୍ଟର ଯେହେତୁ ପଳେଇ ଯିବାର ଥିଲା କେଉଁଠିକି, ତେଣୁ ଜଲ୍ଦି ଜଲ୍ଦି ଦେଖିଦେଲା ଡକ୍ଟର। ଦେଖି ସାରିଲା ପରେ ମୁଁ ମୋର ଇଞ୍ଜେକ୍ସନ୍ ନେଇକି ଆସିଲା ବେଳକୁ 3ଟା ହେଇଗଲା, ଆଉ 3ଟା ଲେଟ୍ରେ ବି ଖାଇଲି। ଖାଇସାରିଲା ପରେ ମୋତେ ଭଲ ଲାଗୁନଥିଲା, ଖାଇବାକୁ ଇଚ୍ଛା ହେଲାନି, ମୁଁ ଖାଇବା ବି ବନ୍ଦ ହେଇଗଲା, ବେଶୀ ଖାଇପାରିଲିନି। ଆସିକି କ'ଣ କଲି ନା ରୁମ୍ରେ ସିଧା ଶୋଇପଡ଼ିଲି। ଶୋଇପଡ଼ିଲା ପରେ କ'ଣ ହେଲା ନା ଦେହଟା ମୁଣ୍ଡଟା ଏତେ ଜୋର ଭଲ ଲାଗୁନି, ମାନେ ଏତେ ଇନ୍ଆକ୍ଟିଭ୍ ଲାଗୁଛି, ବାନ୍ତି ବାନ୍ତି ମୋତେ ଉଠାଉଥିଲା। ତ ବହୁତ ଜୋର ବାନ୍ତି ଉଠାଇଲା। ମୁଁ ତାପରେ ଶୋଇପଡ଼ିଥିଲି। ଶୋଇପଡ଼ିକି ଉଠିଲା ବେଳକୁ ମୁଁ ଯେତେବେଳେ ପାଣି ପିଇଦେଲି, ପାଣି ପିଇ ସାରିଲା ମୋତେ ପ୍ରବଳ ବାନ୍ତି ଲାଗିଲା, ଆଉ ବହୁତ ବାନ୍ତି କଲି, ମାନେ ଲାଗିଲା କି ଯେମିତି ରକ୍ତ ବାନ୍ତି କରିଦେବି। ମାନେ ଯେତେବେଳେ ମୁଁ ବାନ୍ତି କରୁଥାଏ ବହୁତ ଝାଳ ବି ବହୁଥାଏ, ବହୁତ କଷ୍ଟ ଆକ୍ଚୁଆଲି ବାନ୍ତି କଲେ ଦେହରୁ ବହୁତ ମାନେ ଜଳୀୟ ଅଂଶ ବାହାରିଯାଏ, ଆଉ ବହୁତ ୱିକନେସ୍ ଲାଗେ। ତ ସେମିତିକି ମୋତେ ବି ବାନ୍ତି କଲାବେଳକୁ ବହୁତ ୱିକନେସ୍ ଲାଗୁଥିଲା, ଦେହ ହାତ ଥରୁଥିଲା। ଏମିତିରେ ବି ୱିକନେସ୍ ଅଛି, ୱେଟ୍ ବି ଲସ୍ ହେଇଛି ମୋର 3-4 କିଲୋ ରେଡ଼ିଏସନ୍ ପରେ। ଯେଉଁ ମେଡ଼ିକାଲ ଯିବା ଆସିବା ଡେଲି, ଏଇସବୁ ଜିନିଷ ଭିତରେ ମୋର ୱେଟ୍ ଲସ୍ ବି ବହୁତ ହେଇଛି। ଆଉ ତା ସହିତ କ'ଣ ନା ୱେଟ୍ ଲସ୍ ହେବା ସହିତ ମୁଁ ବାନ୍ତି ଯେତେବେଳେ କଲି ମୋତେ ଲାଗିଲା କି ମାନେ ମୋ ତଣ୍ଟିଟା ଏତେ ବିନ୍ଧିଲା, ଏଇ ଜାଗାରେ ଏତେ ବିନ୍ଧୁଥାଏ, ମାନେ ଆଖିରୁ ଲୁହ ବି ଝରି ପଡ଼ୁଥାଏ କାଳେ, ଯେମିତିକି ଲାଗିଲା କି ରକ୍ତ ବାନ୍ତି କାଳେ ହେଇଯିବ କି, ଡରି ଯାଇଥିଲି, ଯେମିତିକି ଚିରିଯିବ ଯେମିତି ତଣ୍ଟିଟା, ସେମିତି ଲାଗିଲା। ଆଉ କାହିଁକିନା ମୁଁ କାଲି ଯେହେତୁ ମାନେ କ୍ୟାଣ୍ଟିନ୍ ବି ଖାଇ ଦେଇଥିଲି, ତାପରେ ଯେହେତୁ ମୁଁ ଲଙ୍କା ଖାଇପାରୁନାହିଁ, ତେଣୁ ମୁଁ କାଲି ଟିକେ ଯେହେତୁ ସକାଳୁ ଭୋକର ଥିଲି ଆଉ ହସ୍ପିଟାଲ ପଳେଇଥିଲି, କ୍ୟାଣ୍ଟିନ୍ ଟିକେ ଲଙ୍କା ଖାଇ ଦେଇଥିଲି। ଯେତେବେଳେ ପାଟି ଚଳିଥିଲା ମୁଁ ସେତେବେଳେ ଗୋଟେ ବଟର ମିଲ୍କ ବି ପିଇ ଦେଇଥିଲି। ଆସିଲା ବେଳେ ଖାଇବା ବି ଲେଟ୍ ହେଇଛି।
मे बी एसिडिटी ହେଇଥିବ ବୋଲି ମୁଁ ଭାବୁଛି। ଆଉ ତା ସହିତ ଦେହ ୱିକନେସ୍ ପାଇଁ ବି ଏଇ ଯେଉଁ ଇଞ୍ଜେକ୍ସନ୍ ପରେ ବି ବାନ୍ତି ବାନ୍ତି ଲାଗେ। ଆଗରୁ ଲାଗିଛି କିନ୍ତୁ କେବେ ବାନ୍ତି ହେଇନାହିଁ, କିନ୍ତୁ ଏଇଥର ଫାର୍ଷ୍ଟ ଟାଇମ୍ ମୋତେ ବାନ୍ତି ହେଇଗଲା। ଆଉ ବହୁତ କଷ୍ଟ ଲାଗିଲା ବାନ୍ତି କରିସାରିଲା ପରେ। ତ ଶୋଇ ପଡ଼ିଲି ପୁଣି ଥରେ, ଭଲ ଲାଗିଲାନି, ଖାଇବା ପିଇବାକୁ ଇଚ୍ଛା ହେଲାନି। କାଲି ରାତିରେ ବି ମୁଁ ଭଲସେ କିଛି ଖାଇନାହିଁ। ରାତିରେ ଯେଉଁ ଯାହା ବି ଖାଇବା ହେଇଥିଲା ମୁଁ ଖାଇବାରେ ମାନେ ଇଚ୍ଛା ହିଁ ହେଉନାହିଁ ନା ନିଜ ଏଇ ରେଡ଼ିଏସନ୍ ପରେ। ମୁଁ ଆଗରୁ ଖାଉଥିଲି କିଛି, କିନ୍ତୁ ବର୍ତ୍ତମାନ ମୁଁ ଖାଇବା ବି ମୋର ହେଇଗଲାଣି। ଯେହେତୁ ମୁଁ ଭୁବନେଶ୍ୱର ଯେହେତୁ ପଳେଇଥିଲି ରେଡ଼ିଏସନ୍ ବେଳେ, ତ ସେଠି ଯେହେତୁ ରୋଷେଇ କରିକି ଖାଉଥିଲି, ଆଉ ଖାଇବାରେ ମୋ ଡାଏଟ୍ ପ୍ଲାନ୍ ଯେହେତୁ ଟିକେ ଡିଷ୍ଟର୍ବାନ୍ସ ହେଇଗଲା। ମୁଁ ଯେହେତୁ ଘରେ ମୋର ଖାଇବାର ଗୋଟେ ମ୍ୟାନର୍ ଥାଏ, ଗୋଟେ ସିଷ୍ଟମେଟିକାଲି ୱେରେ ମୁଁ ଖାଉଥିଲି, ଘରେ ରହିଲା ବେଳକୁ ମୁଁ ଖାଇବା ପିଇବା କରିପାରୁନି। ତେଣୁ ସେଇ ଜିନିଷ ମୋତେ ଭଲ ଲାଗୁନାହିଁ। ଯେହେତୁ ଡିଷ୍ଟର୍ବାନ୍ସ ହେଇଗଲା, ମୁଁ ଘରକୁ ଆସିଲା ବେଳକୁ ମୋତେ ଆଉ ଖାଇବା ପିଇବା ଇଚ୍ଛା ହେଉନି। ତାପରେ ଘରେ ବି 3-4 ଦିନ ନ ରେଷ୍ଟ ନେଲା ବେଳକୁ ପୁଣି ମୋତେ ସାଙ୍ଗେ ସାଙ୍ଗେ ଆସିକି ହାଇଦ୍ରାବାଦ ପହଞ୍ଚିବା ପାଇଁ ପଡ଼ିଲା। ହାଇଦ୍ରାବାଦ ଯେଉଁ ଆସିଲି, ଖାଇବା ପିଇବା ରାସ୍ତାରେ ବହୁତ ପ୍ରୋବ୍ଲେମ୍। ମୁଁ ପୁରା ଝଡ଼ି ଯାଇଛି। ଆପଣମାନେ ଦେଖିଲେ ଜାଣିପାରୁଥିବେ କି କେମିତି କ'ଣ ଦେଖାଯାଉଥିବି ମୁଁ। ବହୁତ କଷ୍ଟଦାୟକ, ସତ କଥା କହିବି। ଆପଣମାନେ ସିନା ଭିଡ଼ିଓ ଦେଖୁଛନ୍ତି, କିନ୍ତୁ ଆକ୍ଚୁଆଲି ଆମମାନଙ୍କ ଲାଇଫ୍ରେ ଏମିତି ଜିନିଷ ଚାଲିଛି ଯେଉଁଟାକି ଆମେମାନେ ହିଁ ଠିକ୍ ଜାଣିଛୁ। ଆଉ ଆମେମାନେ ସିନା ଖୁସିରେ ଆପଣମାନଙ୍କୁ ଅପଡ଼େଟ୍ସ ଦେଉଛୁ, ଅପଡ଼େଟ୍ସ ଦେବା, ଆପଣମାନଙ୍କୁ ଇନଫର୍ମେସନ୍ ଦେବା କ'ଣ ନାହିଁ। ଆପଣମାନେ ଯେହେତୁ ମାନେ ଆମ ଭିଡ଼ିଓକୁ ଅପେକ୍ଷା କରିକି ଅଛନ୍ତି, କିଛି ଜଣ ଅଛନ୍ତି କି ଆମ ଭିଡ଼ିଓ ରେଗୁଲାର ଦେଖୁଥିବେ, ଯେଉଁମାନେ କି ପଚାରନ୍ତି, କଲ୍ କରିକି ପଚାରୁଛନ୍ତି, ଦେହ କଥା ପଚାରୁଛନ୍ତି। ତେଣୁ ଆମେମାନଙ୍କ ବି ଗୋଟେ କର୍ତ୍ତବ୍ୟ ଅଛି କି ଆମେ ଆପଣମାନଙ୍କୁ ସବୁ ଜିନିଷ ହେଲ୍ଥ ଅପଡ଼େଟ୍ ଦେବା। ଯାହା ବି ହେଉ, ଯଦି ବି କିଛି ବାନ୍ତି ହେଉଛି, ଯଦି ବି ଜ୍ୱର ହେଉଛି, ଯଦି ବି କିଛି ପ୍ରୋବ୍ଲେମ୍ସ ହେଉଛି, କିଛି ବି ଯଦି ଖୁସି ଜିନିଷ ବି ଆମେ ଯଦି ସେଲିବ୍ରେଟ୍ କରୁଛୁ, ତେଣୁ ନିଶ୍ଚୟ ଭାବରେ ଆମେ ଆପଣମାନଙ୍କୁ ସବୁ ଜିନିଷ ଅପଡ଼େଟ୍ ଦେଉଛୁ। ତେଣୁ ଏମିତିକା ସବୁ ଲାଇଫ୍ରେ ଚାଲିଛି। ମୋତେ ପୁଣି ଆଜି କ'ଣ ହେଲା ନା, ଆଜି ଯେହେତୁ ମୁଁ ଆସିଛି, ମୋ ଚେକଅପ୍ ସରିଛି, ମୋତେ ମେଡ଼ିସିନ୍ କିଣିବାର ଅଛି। ମେଡ଼ିସିନ୍ ଏଯାଏଁ ବି କିଣିନାହିଁ, କାହିଁକିନା ମେଡ଼ିସିନ୍ ଷ୍ଟୋରକୁ ଯିବା ପାଇଁ ବା ଫାର୍ମାସିକୁ ଯିବା ପାଇଁ ବର୍ତ୍ତମାନ ସୁଦ୍ଧା ଟାଇମ୍ ହେଉନାହିଁ। ଏଇଥିପାଇଁ ଟାଇମ୍ ହେଉନାହିଁ କି ରୋଷେଇ କରିକି ଖାଉଛୁ ଯେହେତୁ ଏଠି, ତ ରୋଷେଇ କରୁଛୁ, ତାପରେ ଜିନିଷପତ୍ର କିଣିବା, ତାପରେ ଟିକଟ୍ କାଟିବାକୁ ଯିବା। ମେନ୍ କଥା ହେଉଛି ଆମେ ଆସିଛୁ ସତ, କିନ୍ତୁ ପୁଣି ଯିବା ପାଇଁ ତ ଆମକୁ ଟେନସନ୍ ରହିବା ଦରକାର। ତେଣୁ ଆଜି ଯାଇକି ଟିକଟ୍ କରୁଛୁ ଆମେ ସଟର୍ଡେ ଦିନ ଟିକଟ୍ କରୁଛୁ। ଆମେ ଯେଉଁ ଯିବୁ, କନଫର୍ମ ଗୋଟେ ମିଳିଛି, ଗୋଟେ ମିଳିନାହିଁ। ତେଣୁ ଆମେ ଆଡ଼ଜଷ୍ଟ କରିକି ଯିବୁ। ଆମେ ଯେହେତୁ ଆମେ ଦୁଇ ଜଣ ଆସିଛୁ, ମାନେ ଆଣ୍ଟି ଆସିଛନ୍ତି, ମୁଁ ବି ଆସିଛି। ତେଣୁ ଆମେ ଯେହେତୁ ସାଙ୍ଗରେ ଆସିଥିଲୁ, ଆମେ ବି ସାଙ୍ଗରେ ଯିବୁ। ଆଉ ଆଣ୍ଟିଙ୍କ ଡକ୍ଟର ତ ଯାହା କହିଲେ ଆପଣମାନଙ୍କୁ ଜଣେଇଲି କି କେମିତି କ'ଣ ସବୁ ଡକ୍ଟର ତାଙ୍କୁ କହିଲେ। ଦୁଃଖ ସମସ୍ତଙ୍କ ଲାଇଫ୍ରେ ଅଛି। ଆଣ୍ଟିଙ୍କ ଲାଇଫ୍ରେ ବହୁତ ଦୁଃଖ, ମୋ ଲାଇଫ୍ରେ ବି ବହୁତ ଦୁଃଖ। କାହିଁକିନା କିଛି ସମୟ ଥାଏ, କିଛି ଏମିତି ସିଚୁଏସନ୍ ଘଟିଯାଏ ଲାଇଫ୍ରେ, ଆପଣ ସ୍ତବ୍ଧ ହେଇଯାନ୍ତି ସେଇ ଜାଗାରେ। ମୋ ଲାଇଫ୍ରେ ସେମିତି କିଛି ହେଇଛି, ଏମିତି ସିଚୁଏସନ୍ସ ତ ପ୍ରତ୍ୟେକ ଲାଇଫ୍ରେ, ସମସ୍ତଙ୍କ ଲାଇଫ୍ରେ କିଛି ନା କିଛି ଘଟୁଥାଏ। ଆମମାନଙ୍କ ଲାଇଫ୍ରେ କିଛି ଘଟୁଛି। ଆମେ ନିଜ ଫ୍ୟାମିଲି ତ ଅଛନ୍ତି ଆମ ସମସ୍ତଙ୍କର, ଫ୍ୟାମିଲିମାନଙ୍କ ଟେନସନ୍କୁ ଆମେ ହ୍ୟାଣ୍ଡେଲ୍ କରିବା। କାହିଁକିନା ଆମେ ସିନା ଆସିଛୁ ଏଠିକି, ସେମାନେ ଆମ ଅପେକ୍ଷାରେ ଅଛନ୍ତି କି ସେ ପୁଅ ଯାଇଛନ୍ତି, ରିପୋର୍ଟ କ'ଣ ଆସିଲା କି ନାହିଁ। ସେମାନେ କାଲି ବାରମ୍ବାର କଲ୍ କରି ଚାଲିଛନ୍ତି, ରିପୋର୍ଟ ଭଲ ଆସିଛି କି ନାହିଁ। ଯେହେତୁ ଭଲ ରିପୋର୍ଟ ଆସିଛି, ସେମାନଙ୍କୁ କହିଦେଲି କି ରିପୋର୍ଟ ଭଲ ଆସିଛି, ତେଣୁ ସେମାନେ ଖୁସି ହେଇଯାଉଛନ୍ତି। ତେଣୁ ସେମାନଙ୍କ ଖୁସି ଆମକୁ ବି ଖୁସି ଦେଉଛି। ସେମାନଙ୍କ ଦୁଃଖ ଯେତେବେଳେ ହେଉଛନ୍ତି, ଆମେ ଏଇଠି କିଛି ରିପୋର୍ଟ କହିଦେବୁ କି ନା ଦିଦି ମୋ ରିପୋର୍ଟ ଆସିନି, ନା ମା ମୋର ରିପୋର୍ଟ ଭଲ ଆସିନି, ଗୋଟେ ରିପୋର୍ଟ ଭଲ ଆସିନି, କମିଯାଉଛି କି ରିପୋର୍ଟ ଭଲ ଆସିନି, ତ ସେମାନେ କ'ଣ ଭାବିବେ? ସେମାନଙ୍କ ମନରେ ଯେତିକି ଚାଲୁନଥିବ, ଆମ ମନରେ ଅଧିକ ଚାଲୁଥିବ କି କାହିଁକି ହେଉଛି ଏମିତିକା। ବେଳେବେଳେ କଷ୍ଟ ଲାଗେ। ଭଗବାନଙ୍କୁ ବି ଆମେ ମାନେ ଭଗବାନଙ୍କ ପାଖରେ କ୍ୱେଶ୍ଚନ୍ କରୁ କି କାହିଁକି ଭଗବାନ ଆମ ସହିତ ଏମିତି ହେଉଛି ସବୁବେଳେ। ଯଦି ବି ଆମେ ଆମ ଲାଇଫ୍ରେ କିଛି ଗୋଟେ ସିଚୁଏସନ୍କୁ ଫାଇଟ୍ କରିବୁ, ଏତେ ଫାଇଟ୍ ଦେଉଛୁ, 100% ଏଫର୍ଟ ଦେଉଛୁ ଭଲ ହେବା ପାଇଁ, କିନ୍ତୁ ଆମ ଲାଇଫ୍ରେ କିଛି ସେମିତି ବ୍ୟାଡ୍ ହ୍ୟାବିଟ୍ସ ନଥାଇକି ବି ଯଦି ଆମେ କିଛି ଗୋଟେ ରୋଗରେ ପଡ଼ିଲୁ, ଯଦି ତାକୁ ବି ଯଦି ଆମେ ଫାଇଟ୍ ବ୍ୟାକ୍ କରିକି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛୁ 100%, ତ ତଥାପି ଆମକୁ କାହିଁକି ସେତିକି ଷ୍ଟ୍ରଙ୍ଗ କରାଯାଇ ମାନେ କରୁନାହାନ୍ତି ଭଗବାନ। ସେସବୁ ଜିନିଷ ମନରେ ବହୁତ କ୍ୱେଶ୍ଚନ୍ ଲାଗେ। ରାତିରେ ବି ଆମେ ବେଳେବେଳେ ଭାବୁ, ଆଖିରେ ବି ଲୁହ ଆସିଯାଏ ଆମମାନଙ୍କର କି କାହିଁକି ଏମିତି ହେଲା। ସିଚୁଏସନ୍ କେବଳ ରୋଗ ନୁହେଁ, ଅନ୍ୟ କିଛି ଲାଇଫ୍ରେ, ସମାଜରେ ଯେଉଁମାନଙ୍କ ସହିତ ମିଶାମିଶି କରୁଥିବି, ଇଏ କରୁଥିବି, ସେମାନେ ଧୀରେ ଧୀରେ ଦୂରେଇ ଯିବା, ସାଙ୍ଗସାଥି ସମସ୍ତେ ଧୀରେ ଧୀରେ ଦୂରେଇ ଯିବା। ଯିଏ ବି ହେଉ, ଯେଉଁମାନଙ୍କୁ ଆପଣଙ୍କ ବହୁତ ସ୍ପେଶାଲ ଥିବେ, ଯେଉଁମାନେ ଆପଣମାନଙ୍କ ଲାଇଫ୍ରେ, ସେମାନେ ଯଦି ଆପଣମାନଙ୍କ ଦୂରେଇ ଯିବେ, ତେଣୁ ସେଇ ଜିନିଷ ବି ବହୁତ କଷ୍ଟ ଲାଗେ। ବେଳେବେଳେ ଦୁଃଖ ଲାଗେ କି ଏମିତି ଗୋଟେ ରୋଗ ହେଇଗଲା କି ଆମକୁ ଲୋକମାନେ ଛାଡ଼ିକି ପଳେଇ ଯାଉଛନ୍ତି। ଆଉ ଏମିତି ତ ଥାଏ ବହୁତ ଜଣ କି କ୍ୟାନ୍ସର ପେସେଣ୍ଟସ୍ ମିନ୍ସ ସୋସାଇଟି ଗୋଟେ ମାନେ ଯେମିତିକି ଗୋଟେ ଥାଏ, ଡିସ୍କ୍ରିମିନେଟ୍ କରିଦିଅନ୍ତି ସେମାନଙ୍କୁ ବହୁତ ଜଣ କ୍ଷେତ୍ରରେ। ବାକି ଆମମାନଙ୍କ କ୍ଷେତ୍ରରେ, ବାକି ମୋ କଥା କହୁଛି କି ମୁଁ ଯେତିକି ଜଣଙ୍କ ମାନେ ଆଣ୍ଟିଙ୍କ ସହିତ ମିଶିଲି କି ଆମେ ଘର ଲୋକ ସେମିତି କେମିତି କିଛି ନାହିଁ, ଅଲଗା କୌଣସି ଯାଇଛି କୌଣସି ଜାଗାରେ ସେମିତି କିଛି ତ କେବେ ମାନେ ହେଡ୍ ମିଳିନି। ବହୁତ ଜଣ ବି ଘୃଣା କରନ୍ତି କ୍ୟାନ୍ସର ପେସେଣ୍ଟମାନଙ୍କୁ। କାହିଁକିନା ଆପଣମାନେ ଗୋଟେ ଜିନିଷ ମନେ ରଖିବେ ଲାଇଫ୍ରେ, କି ଆମେମାନଙ୍କ ସହିତ ମୁଁ ତ ଭଲ ଥିଲି, ମୁଁ କେବେ ଜାଣିନଥିଲି କି ମୋତେ କ୍ୟାନ୍ସର ହେବ। ମୁଁ ୟୁଟ୍ୟୁବ୍ କରିବି, ମୁଁ ଆପଣମାନଙ୍କୁ ମୋ ଇନଫର୍ମେସନ୍ ଦେବି, ମୁଁ ସେଇ ସିଚୁଏସନ୍ରେ ପହଞ୍ଚିବି ନା ମୋତେ ଆଣ୍ଟି କେବେ ଦେଖା ହେବେ। ଯେହେତୁ ଆଣ୍ଟି କେବଳ ନୁହନ୍ତି, ବହୁତ ଜଣ କ୍ୟାନ୍ସର ପେସେଣ୍ଟଙ୍କ ସହିତ ମୋତେ
ମାନେ ମୋର କନେକ୍ସନ ହବ। ତେଣୁ ଏଇଟା ହଉଛି ଭଗବାନଙ୍କର ଗଡ୍ସ ପ୍ଲାନ୍, ଯେହେତୁ ଆମେ ସମସ୍ତେ କହୁ ଗଡ୍ସ ପ୍ଲାନ୍। ଆଉ ଭଗବାନ ଯାହା ଚାହୁଁଛନ୍ତି ସେଇ ଅନୁସାରେ ଆମେ ବି ଆଗକୁ ବଢି ବଢି ଚାଲିଛୁ, ସମୟ ସତରେ ଆମେ ବହି ବହି ଆଗକୁ ବଢି ବଢି ଚାଲିଛୁ। ତେଣୁ ଆମକୁ ନେଇକି ଯୋଉଠି ପହଞ୍ଚିବେ ଆମେ ସେଇ ଜାଗାରେ ପହଞ୍ଚିବା ପାଇଁ ସବୁବେଳେ ରେଡି ଅଛୁ। ତେଣୁ ଯୋଉମାନେ ଭାବୁଛନ୍ତି କି ଆମକୁ କେବେ କିଛି ହବନି, ଆମେ ଭଲ ଅଛୁ, ଏଇଟା କହିବାଟା ମାନେ ବୃଥା। କାହିଁକି ନା ଦେହ ଅଛି ମାନେ ରୋଗ ଅଛି, ଆଉ ରୋଗ କାହାକୁ ବି କେତେବେଳେ କ'ଣ ହେଇପାରେ। ଆପଣ ଏବେ ଭଲ ଅଛନ୍ତି, କେତେବେଳେ କ'ଣ ହେଇପାରିବ। ତେଣୁ ଆମକୁ ସବୁବେଳେ ନିଜକୁ ସଜାଗ ରହିବାର ଅଛି, ଆମେ ହେଲ୍ଦି ଡାଏଟ୍ ନେବାର ଅଛି। ଠିକ୍ ଅଛି, ବେଳେ ଅଧେ ଆମେ ଯଦି ମନ ହେଉଛି ଖାଇ ଦେଉଛୁ ଅଲଗା କିଛି, ନହେଲେ ଭଲ ଭଲ ଖାଇବା ଖାଇବାର ଅଛି, ହାଇଜିନ୍ ରହିବାର ଅଛି, ପାଣି ସଫିସିଏଣ୍ଟ ପିଇବାର ଅଛି। ତେଣୁ ଆମକୁ ସବୁ ଜିନିଷକୁ ବାଲାନ୍ସଲି ମେଣ୍ଟେନ୍ କରିବାର ଅଛି। ଆଉ ଲାଇଫ୍ରେ ଏମିତି ଦୁଃଖ କଷ୍ଟକୁ ଦୂର କରିକି ଆମକୁ ସବୁବେଳେ ଷ୍ଟ୍ରେସ୍ ଫ୍ରି ରହିବାର ଅଛି। କାହିଁକିନା ଷ୍ଟ୍ରେସ୍ ଜିନିଷଟା ସବୁଠାରୁ ବଡ଼ ଜିନିଷ। ଯଦି ଆମେ ଟେନସନ୍ରେ ରହୁଛୁ ତାହେଲେ ଆମ ମନରେ ଯଦି ବି ରୋଗ 20% ଥିବ, ତାହେଲେ ଆହୁରି ବଢ଼ିକି 30%, 40% କି 50% ହେଇଯିବ। ତେଣୁ ଟେନସନ୍ ହେଉଛି ଏମିତି ଗୋଟେ ଜିନିଷ ଯେଉଁଟାକି ଆପଣମାନଙ୍କୁ ମାଡ଼ି ବସିବ ରୋଗ। ତେଣୁ ମୁଁ ତ ଟେନସନ୍ ଫ୍ରି ରୁହେ ସବୁବେଳେ, କାହିଁକିନା ତଥାପି ମନରେ ବେଳେବେଳେ ଏଇସବୁ ଜିନିଷ କଥା ଯେତେବେଳେ ମନକୁ ଆସିଯାଏ, ତ ଆମକୁ ବି ଟେନସନ୍ ଲାଗେ। ଆମେ ନୁହେଁ କି, ଆମେ ବି ମଣିଷ, ଆମକୁ ବି ଟେନସନ୍ ଲାଗିବ। ଆମ ଲାଇଫ୍ରେ ବି କିଛି ଏମ୍ସ ଅଛି, ଆମ ଲାଇଫ୍ରେ କିଛି ଗୋଲ୍ସ ଅଛି। ତେଣୁ ଆମକୁ ତାକୁ ଫୁଲଫିଲ୍ କରିବାର ଅଛି। ଯେଉଁ ଗୋଲ୍ସକୁ ନେଇକି ମୁଁ ଆଗକୁ ବଢ଼ୁଥିଲି, ହୁଏତ ସେଇ ଜିନିଷଟା ମୋର ବନ୍ଦ ହେଇଯାଇଛି। କେଉଁ ଗୋଲ୍ସ ତ ଆପଣମାନେ ଜାଣିଛନ୍ତି। ମୁଁ ଗୋଟେ ପାଠ ପଢ଼ିବା ପିଲା, ଗୋଟେ ମୁଁ ଷ୍ଟୁଡେଣ୍ଟ ଜଣେ, ମୁଁ ପଢ଼ାପଢ଼ି ବି କରୁଥିଲି। ମୁଁ ଆପଣମାନଙ୍କୁ ସେଇ ଇନଫର୍ମେସନ୍ଟା ଦେଇନାହିଁ, କିନ୍ତୁ ମୁଁ ଆଜି ଏଇ ଭିଡ଼ିଓ ମାଧ୍ୟମରେ ଯେଉଁମାନେ ବି ଲାଷ୍ଟ ଯାଏଁ ଭିଡ଼ିଓ ଦେଖୁଛନ୍ତି ନିଶ୍ଚୟ ଭାବରେ ଶୁଣନ୍ତୁ। ମୁଁ ଯେହେତୁ ପଢ଼ାପଢ଼ି କରୁଥିଲି, ତ ମୋ ପଢ଼ାପଢ଼ି ବନ୍ଦ ହେଇଯାଇଛି। କାହିଁକିନା ମୁଁ କଲେଜରେ ପଢ଼ୁଥିଲି, କଲେଜରେ ମୋତେ ପାଠ ପଢ଼ିବା ପାଇଁ ଦିଆଗଲା ନାହିଁ ଏଇ କ୍ୟାନ୍ସର ପାଇଁ। ତେଣୁ ମୁଁ ଚେଷ୍ଟା କରିଥିଲି, ବହୁତ ଚେଷ୍ଟା କରିଥିଲି, ଯେମିତିକି ମୋ ଦେହ ଖରାପ ପାଇଁ ବି ଯେତିକି ଚେଷ୍ଟା କରୁଛି, ମୋ ପାଠ ପଢ଼ିବା ପାଇଁ ବି ମୁଁ ସେତିକି ଚେଷ୍ଟା କରିଥିଲି, କିନ୍ତୁ ମୋତେ ପଢ଼ିବା ପାଇଁ ଦିଆଗଲା ନାହିଁ। ସେଟା ବି ଭଗବାନଙ୍କର ପ୍ଲାନ୍। ଆଉ ସେଟା ଭାବିକି ମୁଁ ଖୁସିରେ ଚାଲିଛି। ମନରେ କଷ୍ଟ ଅଛି, ତଥାପି ଆମେ କଷ୍ଟ ସହ କରୁନୁ। କାହିଁକିନା ଗୋଟେ ସମୟ ଆସିବ, ସେ ସମୟଟା ହିଁ ଠିକ୍ କରେଇଦେବ କି ଆମେ କୌଣସି ଜାଗାରେ ସେଇ ସମୟଟା ଆମେ ଭାବିଦେବୁ। ଯେଉଁ ସମୟରେ ଆମେ ଯାଇକି ପହଞ୍ଚିବୁ, ସେତେବେଳେ ଆମେ ଭାବିବୁ କି ଯେଉଁ ସମୟ ଦେଇ ମୁଁ ବିତେଇକି ଆସିଛି, ସେଇ ସମୟଟା ବୋଧେ ଠିକ୍ ସମୟ ନଥିଲା। ଆଉ ବର୍ତ୍ତମାନ ଯେଉଁ ସମୟଟା ଅଛି ସେଇଟା ହେଉଛି ଠିକ୍ ସମୟ, ଆଉ ସେଇଟା ହେଉଛି ଭଗବାନଙ୍କ ପ୍ଲାନ୍। ଆଉ ଭଗବାନ ନେଇକି ଆସିଛନ୍ତି, ଆଉ ଭଗବାନ ଚାହୁଁଥିଲେ ଏଇ ଜିନିଷଟା ହେବ ବୋଲି। ତେଣୁ ଏଇସବୁ ଜିନିଷକୁ ମୁଁ ଭାବିବା ପାଇଁ ସମୟ ଦରକାର। ମୁଁ ଅପେକ୍ଷା କରିଛି ସେଇ ସବୁ ଦିନକୁ। ଆଉ ଯେହେତୁ ଦେହ ଖରାପ ପାଇଁ ମୋ ପଢ଼ାପଢ଼ି ବନ୍ଦ ହେଇଯାଇଛି, ଏବେ ସୁଦ୍ଧା ବି ମୋ ହାତ ୱିକ୍ ଅଛି ବହୁତ। ଆଉ ମାନେ ମୁଁ କିଛି କାମ କରିପାରୁନି, କଷ୍ଟ ଲାଗୁଛି ମୋତେ। ଆଉ ସେସବୁ ଜିନିଷ ପାଇଁ ମୋର ସବୁ ଜିନିଷ ଷ୍ଟପ୍ ହେଇଛି। ପୁଣି ଥରେ ମୋତେ ରିଷ୍ଟାର୍ଟ କରିବା ପାଇଁ ପଡ଼ିବ। ଆଉ ରିଷ୍ଟାର୍ଟ କରିସାରିଲା ପରେ ନିଶ୍ଚୟ ଭାବରେ ମୁଁ ଭାବୁଛି କି ସେଇ ଦିନ ଗୋଟେ ଭଲ ଦିନ ଆସିବ, ଯେଉଁଦିନ କି ମାନେ ଆପଣମାନେ ବି ଜାଣିକି ଖୁସି ହେବେ କି ନା ମୁଁ କୌଣସି ଜିନିଷ ଗୋଟେ ମୁଁ ଆଚିଭ୍ କରିପାରିଲି, କି ସେଇ ଜିନିଷଟା କୌଣସି କ୍ଷେତ୍ରରେ ବି ହଉ। ମୁଁ ଚାହୁଁଛି କି ଭଗବାନଙ୍କ ଆଶୀର୍ବାଦ ଆଉ ଆପଣମାନଙ୍କ ଭଲ ପାଇବା ସେତିକି ରଖିଥାନ୍ତୁ, ଆଉ ଯେମିତିକି ମୁଁ ଆଗକୁ ବଢ଼େ ଆଉ ଭଲରେ ରୁହେ ସବୁବେଳେ। ଏତିକି କହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।